କାଲି ଗଣତି ମଣତି ସନ୍ଧ୍ୟା ସୁଦ୍ଧା ସଫଳତାର ସହିତ ହେଲା ବୋଲି ସେ ଖବର ଯୋଉମାନେ ଗଣତି ମଣତି ପ୍ରକ୍ରିୟାରେ ଅଛନ୍ତି ସେମାନେ ଦେଇସାରିଛନ୍ତି ଏବଂ ଆଜି ବି ସେ ପ୍ରକ୍ରିୟା ଜାରି ଅଛି। ତେବେ ଆମେ ନିଶ୍ଚିତ ଭାବରେ ଗୋଟିଏ ନୀତିଗତ ନିଷ୍ପତ୍ତି ନେଇଥିଲୁ ଯେ ଗଣତି ମଣତି ଚାଲିବା ଭିତରେ ପୁରା ପ୍ରୋସିଡିଂ କୁ ଆମେ ନିଜ ଭିତରେ ବି ଚର୍ଚ୍ଚା କରିବାନି କି କୌଣସି ଜାଗାରେ ସେଟା ଚର୍ଚ୍ଚାର ବିଷୟବସ୍ତୁ ନ ହଉ। ଭଗବାନଙ୍କର ଯୋଉ ରୀତିନୀତି କାନ୍ତି ଏସବୁ କଥା ବାହାରେ ସାଧାରଣତଃ ଚର୍ଚ୍ଚା ହୁଏ ନାହିଁ। ଇଏ ବି ଗୋଟିଏ ଯେମିତି ଅଣସରରେ ମହାପ୍ରଭୁଙ୍କର ଯୋଉ ରୀତିନୀତି ତାର ଯେମିତି ଗୋଟେ ସାକ୍ରିଟି ଅଛି, ମହାପ୍ରଭୁଙ୍କର ରତ୍ନଭଣ୍ଡାର ଗଣତି ମଣତିର ସମାନ ଭାବରେ ପବିତ୍ରତା ତାର ସାକ୍ରିଟି ଅଛି ସେଇଭଳିଆ। ତେଣୁକରି ଆମେ ସମ୍ପୂର୍ଣ୍ଣ ହେଲା ପରେ ତା ବାବଦରେ ପୁଣି ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯିବ କଣ କରାଯିବ କଣ ନାହିଁ। କିନ୍ତୁ ମୋ କହିବା କଥା ହେଲା ଯେ ସେ ବାବଦରେ ଏପର୍ଯ୍ୟନ୍ତ ସଫଳତାର ସହିତ ଚାଲିଛି ଏବଂ ଆଜି ବି ସଫଳତାର ସହିତ ମହାପ୍ରଭୁଙ୍କ କରୁଣାରୁ ସେ କାମ ଚାଲିଛି। ଏବଂ ଆମେ ବି ଯୋଉ ଆଶା କରୁଛୁ, ମୁଁ କିଛି ଦିନ ତଳେ ବି କହିଥିଲି, ସ୍ନାନ ଯାତ୍ରା ସୁଦ୍ଧା ଏ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ସାରିବା ଯାହା ଯାହା ଅଛି ଆମର ଆବଶ୍ୟକତା, ସେ କଥାକୁ ଆମେ ନିଶ୍ଚିତ ଭାବରେ ସାରିବାକୁ ପୁରା ଉଦ୍ୟମ